ପାଞ୍ଚ ଜଣ ଶ୍ରମିକ 8 ଦିନରେ 1600 ଟଙ୍କା ରୋଜଗାର କରନ୍ତି। 8 ଜଣ ଶ୍ରମିକ କେତେ ଦିନରେ 2000 ଟଙ୍କା ରୋଜଗାର କରିବେ? ଦେଖ 5 ଜଣ ଶ୍ରମିକ ହେଲା x, ଦିନ ହେଲା y, ଟଙ୍କା ହେଲା z। 5 ଜଣ ଶ୍ରମିକ 8 ଦିନରେ 1600 ଟଙ୍କା ରୋଜଗାର କରନ୍ତି। 8 ଜଣ ଶ୍ରମିକ କେତେ ଦିନରେ y1 ର ମୂଲ୍ୟ ବାହାରିବ 2000 ଟଙ୍କା ରୋଜଗାର କରିବେ। 2000 ଟଙ୍କା ରୋଜଗାର କରିବେ। ବୁଝିହେଲା? ତାହେଲେ ଏଇଟା ଆମେ କରିବା ଯୌଥ ଚଳନ। କି ଚଳନ? ଯୌଥ ଚଳନ। ଯୌଥ ଚଳନରେ ଆମେ ସହଜରେ ହବ। ଦେଖ ଗୋଟାକୁ କନଷ୍ଟାଣ୍ଟ ରଖିଦିଅ, ସ୍ଥିର ରଖିଦିଅ। ଗୋଟାକୁ ସ୍ଥିର ରଖିଦେବା। 1600 ଟଙ୍କାଟା ସ୍ଥିର। 1600 ଟଙ୍କାଟା ସ୍ଥିର। 1600 ଟଙ୍କାଟା ସ୍ଥିର। 5 ଜଣ ଶ୍ରମିକ 8 ଦିନ କାମ କଲେ 1600 ଟଙ୍କା ରୋଜଗାର କରନ୍ତି। 1600 ଟଙ୍କାଟା ସ୍ଥିର। ତାହେଲେ ଯଦି ଅଧିକା ଶ୍ରମିକ ହବ କମ ଦିନରେ 1600 ଟଙ୍କା ରୋଜଗାର କରିଦେବେ। ବୁଝ କଥାଟାକୁ। ଟଙ୍କାଟା ସ୍ଥିର, ଜେଡଟା ସ୍ଥିର। 5 ଜଣ ଶ୍ରମିକ 8 ଦିନରେ 1600 ଟଙ୍କା ରୋଜଗାର କରିଦେବେ। ଜେଡଟା ସ୍ଥିର। ତାର ଯଦି ଅଧିକା ଶ୍ରମିକ ହେବେ କମ ଦିନରେ କଣ ହବ 1600 ଟଙ୍କା ରୋଜଗାର କରିଦେବେ। ତାହେଲେ ଆ ସମ୍ପର୍କ ହେଲା କଣଟେ? ଇନଡାଇରେକ୍ଟ ଭେରିଏସନ ହେଲା। ଇନଡାଇରେକ୍ଟ ପ୍ରତିଲୋମୀ ଚଳନ ହେଲା। ତାହେଲେ ପ୍ରତିଲୋମୀ ଚଳନ ହେଲେ କଣ ହବ? 8/y1 ଇକ୍ୱାଲ 8/5। 8/5 এটা ଉଲ୍ଟି ଯିବ। ବୁଝିହେଲା? x ଟା ସ୍ଥିର, ଶ୍ରମିକ ସ୍ଥିର। 8 ଦିନରେ 1600 ଟଙ୍କା ରୋଜଗାର କରନ୍ତି। 5 ଜଣ ଶ୍ରମିକ 8 ଦିନରେ 1600 ଟଙ୍କା। ଏ 5 ଜଣ ଶ୍ରମିକଟା ସ୍ଥିର। ଯଦି ଅଧିକା ଦିନ କାମ କରିବେ ଅଧିକା ରୋଜଗାର କରିବେ। y ବଢିଲେ z ବଢିଲା, ତାର ଏଟା ସଳଖ ଚଳନ। ସଳଖ ଚଳନରେ 1600 ବିଭକ୍ତ 2000। 1600 ବିଭକ୍ତ 2000 ହେଲା। ଯଦି ସଳଖ ଚଳନ ହବ ଡାଇରେକ୍ଟ ବିଭକ୍ତ ହେଇକି ରହିବ। ଯଦି ପ୍ରତିଲୋମୀ ଚଳନ ହବ ସମ୍ପର୍କ ଉଲ୍ଟା ହେଇଯିବ। ବୁଝିହେଲା? ତାହେଲେ ସମାଧାନ କରିଦେବା। ଦେଖ 400 କାଟିଲେ 4, 400 କାଟିଲେ 5, 8 କୁ 8 କଟିଗଲା 4/25। 4/25 1/y1 = 4/25। ତାହେଲେ y1 କେତେ ହବ? 25/4। 25/4 ହେଲା। 1/y1 = 4/25। y1 କେତେ ହବ? 25/4 ହେଲା। 25/4 ଦିନ। ଯଦି ଭଗ୍ନାଂଶ ନହେଲେ ଦଶମିକ ଯାହା ଦେବ ହେଲା। ସମ୍ପୂର୍ଣ୍ଣ 1/4 ଦିନ। ସମ୍ପୂର୍ଣ୍ଣ 1/4 ଦିନ। ଦଶମିକ ଭଗ୍ନାଂଶ ଯାହା ଦଶମିକ ଦଶମିକ, ଯଦି ଭଗ୍ନାଂଶ ଥିଲା ଭଗ୍ନାଂଶ କରିବେ 6.25 ଦିନ ହବ ହେଲା। ଯଦି ଅପସନ ଏଇଟା ଥିଲା କିମ୍ବା ଏଇଟା ଥିଲା କିମ୍ବା ଏଇଟା ଥିଲା, ଯାହାହେଲେ ବି ଉତ୍ତର ଥିଲା ସେ ଅନୁସାରେ କରିବ।